ନୟାଗଡ଼ ସହର ଉପକଣ୍ଠରେ ହାତୀ ଆତଙ୍କ ଘଟଣା। ବନ ବିଭାଗର 18 ଘଣ୍ଟା ଖାନ ତଲାସି ପରେ ହାତୀ ଫେରିଛି ସୁଳିଆ ଜଙ୍ଗଲକୁ। ଜିଲ୍ଲାପାଳଙ୍କ ବାସଭବନ ନିକଟରେ ଥିବା ରୁଖି ପାହାଡ଼ ଅଞ୍ଚଳରେ ହଠାତ୍ ହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ତେବେ ସ୍ଥାନୀୟ ସୁଳିଆ ଜଙ୍ଗଲରୁ ଦନ୍ତା ହାତୀଟି ନୟାଗଡ଼ ରୁଖି ପାହାଡ଼ ନିକଟସ୍ଥ ମୁକ୍ତାପୁର ଅଞ୍ଚଳରେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକମାନେ ଦେଖି ଆତଙ୍କିତ ହୋଇଥିଲେ। ବେଳା ନାତି ଡାକିବା ପରେ ଆମେ କହିଲା ତା ନାତି ଗୋଟେ ହାତୀ ଯାଉଛି ଆସ ଦେଖିବୁ। ଆମେ ଆସିକି ଦେଖିଲୁ ସେ ପାସ୍ କରି ଯାଉଛି ଆଉ ଆସିଲା ଆମେ ଏପଟୁ ଘର ସାଇଡରେ ଗଲା ରଖିକି ଆଉ ହଁ ଭୟ ହାତୀ କି ଭୟ ଲାଗୁଛି ପଶୁ ଜନ୍ତୁ। ମୁଁ ଆଜ୍ଞା ବାହାରେ ଶୋଇଥିଲି। ମୁଁ ଫୋନ୍ କଥା ହେବା ଟାଇମ୍ରେ ସେ ଏପଟ ଆସିଲା। ତ ଏପଟ ଆସିଲା ପରେ ସେ ଗଲା ତାରେ ମୋ ଘର ଲୋକଙ୍କୁ ଡାକିଲି, କହିଲି ଅଜା ହାତୀ ଆସିଛି। ସେ ତାରେ ଏପଟେ ଗଲା, ମୁଁ ତାରେ ଦେଖିଲି ଡରିଲି। ଡରିଲା ବେଳେ ତାପରେ ମୁଁ ଭୟଭୀତ ଅଛି। ଏବେ ପାହାଡ଼କୁ ସେ ଯାଇଛି ହେରି। ହାତୀଟା ଘର ସାଇଡ୍ ଏପଟୁ ଆସିଲା, ତାରେ ମୁଁ ଦେଖିକି ଛାନିଆ ହେଲି। ହାତୀର ସନ୍ଧାନ ପାଇଁ ବନ ବିଭାଗ ପକ୍ଷରୁ ଦିନସାରା ରୁଖି ପାହାଡ଼ରେ କରାଯାଇଥିଲା ତଲାସି, କିନ୍ତୁ ହାତୀର ପାଦ ଚିହ୍ନ ମିଳିଥିଲା ସନ୍ଧାନ। ଏହାପରେ ବଢ଼ିଥିଲା ବନ ବିଭାଗର ଚିନ୍ତା। ବହୁ କଷ୍ଟରେ ଶେଷରେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଛି ବନ ବିଭାଗ। ରୁଖି ପାହାଡ଼ରୁ ହାତୀଟିକୁ ବନ କର୍ମଚାରୀମାନେ ସୁରକ୍ଷିତ ଭାବେ ଜିଲ୍ଲାପାଳଙ୍କ ବାସଭବନ ରାସ୍ତା ଦେଇ ହାଉସିଂ ବୋର୍ଡ କଲୋନୀ ସୁବର୍ଣ୍ଣଦେଇପୁର ଗାଁ ଦେଇ ଭାତସାହି ନିକଟସ୍ଥ ସୁଳିଆ ଜଙ୍ଗଲକୁ ଛଡ଼ାଯାଇଛି। ସ୍ଥାନୀୟ ଲୋକମାନେ ହଠାତ୍ ଦନ୍ତା ହାତୀ ଦେଖି ଆତଙ୍କିତ ଥିବାବେଳେ ହାତୀ କାହାର କିଛି କ୍ଷତି କରିନଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। କୌଣସି କାରଣରୁ ନିକଟସ୍ଥ ଜଙ୍ଗଲରୁ ଦନ୍ତା ହାତୀଟି ନୟାଗଡ଼ ସହରକୁ ଲାଗିଥିବା ରୁଖି ପାହାଡ଼କୁ ଚାଲି ଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ରୁଖି ପାହାଡ଼ ଚାରିପଟେ ଜନବସତି ଥିବାରୁ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ହାତୀ ଘଉଡ଼ାଇବା ପାଇଁ ରୁଖି ପାହାଡ଼ରେ ବନ ବିଭାଗ ପକ୍ଷରୁ ଖାନତଲାସି କରିଥିଲା। ହାତୀ ଘଉଡ଼ାଇବାରେ ବନ ବିଭାଗର 4ଟି ଟିମ୍ ସାମିଲ ହୋଇଥିଲେ 30 ଜଣ ବନ କର୍ମଚାରୀ। ହାତୀ ଘଉଡ଼ାଇବା ପାଇଁ ହାତୀର ପାଦ ଚିହ୍ନକୁ ଦେଖି ବନ ବିଭାଗ ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା ହାତୀ ଖୋଜା। ସେପଟେ ନୟାଗଡ଼ରେ ପ୍ରଥମ ଥର ପାଇଁ ହାତୀ ଦେଖି ଲୋକେ ଭୟଭୀତ ଥିବାବେଳେ ବନ ବିଭାଗ ପକ୍ଷରୁ ହାତୀକୁ ସୁରକ୍ଷିତ ଅବସ୍ଥାରେ ସୁଳିଆ ଜଙ୍ଗଲ ଛଡ଼ାଯାଇଥିବା ବେଳେ ହାତୀଟି ଏବେ ଖେଡ଼ପଡ଼ା ସେକ୍ସନର ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ରହିଥିବା ନୟାଗଡ଼ ଡିଏଫଓ କହିଛନ୍ତି। एक्चुअली हाथी फर्स्ट टाइम पे खाली रुखी आमर जंगल भितर को आसी सिंगल दंताटी बहुत दिन है सुलिया जंगल एकुटिया होगी बुलूची। तो काली मे भी से पानी जेहेतु जंगल बर्तमान टी अभाव रोचे नाल टी सुखी आसला पानी अन्वेषण से बाहर को चली आसी से पाखापाखि गाँव में जो भोजीभातर जो बाण फुटा साउंड से निहत भाव आग को पलि आसी पारे बोली आम गेस करुचु। तथापि दिस इज नॉट द नेचुरल रूट नुहे तार, तेणु आम आशा करुँ आग को सेमती भितर को पशु ना कहीं ये छोट जंगल हाथीर सफिशिएंट खाद्य और पानी ना। काली आमर ड्राइविंग ऑपरेशन पर हाथी सुलिया जंगल को चली जाइथिला एवं तापर आम ट्रैक रे रखीचु एवं सेटा वर्तमान हाथीमुंडा आमर कंपार्टमेंट 6 रे वर्तमान अछि। नयागढ़ मानस कुमार साहू रिपोर्ट।